ଚାଲନ୍ତୁ ଆମର ଆଜି ମାଆଙ୍କ ପାଖରେ ଯଜ୍ଞ ଯେଉଁ ହେବ ସକାଳୁ ସକାଳୁ ଚାଲନ୍ତୁ ଦେଖିବା ଯଜ୍ଞ କେଉଁଭଳି ଭାବରେ ସଜାଯାଇଛି ଗତକାଲି। ଦେଖନ୍ତୁ ମାଆଙ୍କ ପାଖରେ କେଉଁଭଳି ଭାବରେ ସଜାଯାଇଛି। ଦେଖନ୍ତୁ ସଜାଯାଇଛି କେଉଁଭଳି ଭାବରେ। ଆଉ ଆମର ସକାଳୁ ହେଇସାରିଲାଣି। ଟିକେ ଟିକେ ଝାପ୍ସା ରହିଛି। ଦିନ ହେଲେ ଆମର ଯଜ୍ଞ ହେବ। ଚାଲନ୍ତୁ ଦେଖିବା। ବର୍ତ୍ତମାନ ଆମର କୁଣ୍ଡ ଆଉ ସଜାଣି କେଉଁଭଳି ଭାବରେ ହେଇଛି। ତ ବର୍ତ୍ତମାନ ଦେଖନ୍ତୁ, ଚାଲନ୍ତୁ ବର୍ତ୍ତମାନ ମୁଁ ପାଖକୁ ଯାଇକି ଆପଣ ମାନଙ୍କୁ ସବୁ କିଛି ଦେଖେଇଦେବି। ଆଉ ବର୍ତ୍ତମାନ ଦେଖନ୍ତୁ ସଜାଣି କୋଉଭଳି ଭାବରେ ହୋଇଛି। ଫୁଲମାଳ ସବୁ ଆମର ଟଙ୍ଗା ଯାଇଛି। ଦେଖନ୍ତୁ ଗୋଟେ ପିଲା ପରୀକ୍ଷା ଦବ ଆଜି ମାଆଙ୍କ ପାଖରେ ଚଣ୍ଡି ହବ ବୋଲି। ଆଉ ସେ ରହିଛି ପରୀକ୍ଷା ଦେଇତେ ଯିବନି ବୋଲି କହୁଛି। ପରୀକ୍ଷା ଯିବନି କି? ଯା ପରୀକ୍ଷା ଦେଇକି ଆସିବୁ ଯା। ପରୀକ୍ଷା ଦେବୁନି ନା ଛୁଆଟା। ହଁ। ତ ଫ୍ରେଣ୍ଡସ୍ ଦେଖନ୍ତୁ ବର୍ତ୍ତମାନ ଆମର ପୂର୍ବ ଦିନରେ ସବୁ ସଜାଣି ହୋଇଥିଲା। ଆପଣ ମାନଙ୍କୁ ମୁଁ ଦେଖେଉଛି ସଜାଣି ଟାଇମ ରେ ମୁଁ ଦେଖେଇ ପାରିଲିନି। ବର୍ତ୍ତମାନ ମୁଁ ଦେଖଉଛି ସକାଳୁ। ଆଉ ଟିକେ ଫର୍ଚ୍ଚା ହେଇ ଆସିଲେ ସେ ଭଲ କଦଳୀ ଭାବରେ ଖାଇବ ମୁଁ ଯାଇକି। ଆପଣ ମାନଙ୍କୁ ସବୁ କିଛି ଦେଖେଇବି। ଦେଖନ୍ତୁ କୁଣ୍ଡ କେତେ ସୁନ୍ଦର ହୋଇଛି। ବ୍ରାହ୍ମଣ ମାନେ ଆସି କାଲି କୁଣ୍ଡକୁ ତିଆରି କରିଛନ୍ତି। ଓ ମଣ୍ଡଳ ସବୁ ତିଆରି କରିଛନ୍ତି। ଖଟୁଲି ରଖିଛନ୍ତି। ଆଜି ବ୍ରାହ୍ମଣ ମାନେ ଆସିକି ପୂଜା କରିବେ। ଏପାଖରେ ଟେଣ୍ଟ ରହିଛି ଦେଖନ୍ତୁ ଟେଣ୍ଟ ସଜା ଯାଇଛି। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଟେଣ୍ଟଟି ସଜା ଯାଇଛି। ଆଉ ସକାଳୁ ସକାଳୁ ମତେ ଭଲ ଲାଗିଲା ଆଉ ଭିଡିଓ ଟିକେ ଦେଖେଇବା ପାଇଁ। ଆପଣ ମାନଙ୍କୁ ବ୍ଲଗ ରେ ଚାଲନ୍ତୁ ଆଗକୁ ଯିବା କଣ ସବୁ ଦେଖିବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଟେଣ୍ଟ ଟି ସଜା ଯାଇଛି। ଆଉ ସେ ପାଖରେ କୁଣ୍ଡ ରହିଛି। ଆଉ ସକାଳୁ ଗାଧୋଇ ପାଧୋଇ ଆସିଲେଣି ମାଙ୍କୁ ପୂଜା କରିବା ପାଇଁ। ଆଉ ଚାଲନ୍ତୁ ବର୍ତ୍ତମାନ ଆମେ ଦେଖନ୍ତୁ ପୂଜା କରିବା ପାଇଁ ଆସିଲେଣି। ଫୁଲ ବେଲପତ୍ର ସବୁ ତୁଳା ସରି ସାରିଛି। ଆଉ ଏ ପାଖରେ ଦେଖନ୍ତୁ ଗୋଟେ ପିଲା ପରୀକ୍ଷା ଦବା ପାଇଁ ନାରାଜ ହଉଛି ଯେ ସକାଳୁ ଗାଧେଇଛୁ ଗାଧୋଇକି ସକାଳୁ ଗାଧେଇନୁ? ଲୁଗା ପିନ୍ଧିକି ଆସି ସାରିଲାଣି ମାଆଙ୍କ ପାଖକୁ ପୂଜା କରିବା ପାଇଁ। ଆଉ ଟେଣ୍ଟଟି ଆମର କେତେ ସୁନ୍ଦର ଭାବରେ ରହିଛି ଆପଣ ମାନେ କମେଣ୍ଟରେ ଲେଖିବେ। ଚାଲନ୍ତୁ ଆଗକୁ ଯିବା କଣ ସବୁ ହଉଛି ଦେଖେଇବି ଆପଣ ମାନଙ୍କୁ ସବୁ କିଛି। ତ ସକାଳୁ ସକାଳୁ ଦେଖନ୍ତୁ ପୁରା ବଡି ସକାଳୁ ସମସ୍ତେ ଉଠି ସାରି କାମରେ ଲାଗିଛନ୍ତି। ଆଉ ପୁରା ଟିକେ ଟିକେ ଅନ୍ଧାର ରହିଛି। ଆପଣ ମାନଙ୍କୁ ଦେଖଉଛି କୁହୁଡି ମଧ୍ୟ ଟିକେ ଟିକେ ରହିଛି। ଆଉ ସମସ୍ତେ ଗାଧୋଇ ପାଧୋଇ ସବୁ ଠାକୁରଙ୍କ ପାଇଁ ରେଡି ହେଲେଣି। ବର୍ତ୍ତମାନ ଆମର ସମସ୍ତେ କାମରେ ଲାଗିଯିବେ। ମୁଁ ଆଗକୁ କଣ ହବ ଆପଣ ମାନଙ୍କୁ ତ ସବୁ କିଛି ଦେଖେଇବି ଏଇ ଭିଡିଓରେ। ଭିଡିଓଟିକୁ ଜମା ବି ସ୍କିପ କରିବେ ନାହିଁ। ଚାଲନ୍ତୁ ଆଗକୁ ଯିବା କଣ ସବୁ ଦେଖେଇବି ଆପଣ ମାନଙ୍କୁ ସବୁ କିଛି ଏ ଭିଡିଓରେ। ସମସ୍ତେ ତ ଲାଗିଛନ୍ତି ଆମର ମାଙ୍କ ସେବାରେ। ତ ଫ୍ରେଣ୍ଡସ୍ ଚାଲନ୍ତୁ ବର୍ତ୍ତମାନ ଆଉ କିଛି ଫୁଲ ବେଲ ପତ୍ର ତୋଳା ଯିବ। ଆଉ ଅନ୍ଧାର ଥିଲା ଯେହେତୁ ଫୁଲ ବେଲ ଭିତରୁ କମ ତୋଳା ଯାଇଥିଲା। ଆଉ କିଛି ଫୁଲ ଆଉ ତୋଳା ଯିବ ମାଙ୍କ ପାଖରେ ଆଜି ଦିନ ସାରା ତ ପୂଜା ଲାଗିକି ରହିବ ବର୍ତ୍ତମାନ ଏତିକି ଫୁଲ ତୋଳା ସରି ଯାଇଛି ଆଉ କିଛି ଫୁଲ ତୋଳା ଯିବ ଆପଣ ମାନଙ୍କୁ ମୁଁ ଦେଖେଇବି ସବୁ କିଛି। ଆଉ ଚାଲନ୍ତୁ ସକାଳୁ ସକାଳୁ ବାଡିର ଟିକେ ଦେଖେଇବି ଆପଣ ମାନଙ୍କୁ। ଦେଖନ୍ତୁ ଫୁଲ ଗଛର କେତେ ସୁନ୍ଦର ଫୁଲ ସବୁ ହୋଇଛି। ଆଉ ଫୁଲ ସବୁ ତୋଳା ଯିବ ବର୍ତ୍ତମାନ ମୁଁ ଫୁଲ ତୋଳି ନେବି। ମନ୍ଦାର ଫୁଲ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଫୁଟିଛି। ଆଉ ଏ ପାଖରେ ଦୁଦରା ଫୁଲ ମଧ୍ୟ ଫୁଟିଛି। ଚାଲନ୍ତୁ ଆପଣ ମାନଙ୍କୁ ମୁଁ ସବୁ କିଛି ଦେଖେଇବି। ଚାଲନ୍ତୁ ବର୍ତ୍ତମାନ ଆମେ ଫୁଲ କିଛି ତୋଳି ନବା। ମନ୍ଦାର ଫୁଲ ଫୁଟିଛି ସକାଳୁ ଦେଖନ୍ତୁ କୁହୁଡି ରହିଛି। ଆଉ ଅନ୍ଧାର ବି ଟିକେ ଟିକେ ରହିଛି ଫର୍ଚା ପୁରା ହେଇନାହିଁ। ଆଜି ଦିନ ସାରା ମାଙ୍କ ପାଖରେ ତ
ଫୁଲ ଲାଗିବ, ପୂଜା ହେବେ ମା। ବର୍ତ୍ତମାନ ଚାଲନ୍ତୁ ଫୁଲ ତୋଳି ନବା। ତ ଫ୍ରେଣ୍ଡସ୍ ଦେଖନ୍ତୁ ବର୍ତ୍ତମାନ ଫୁଲ ଗଛର ଫୁଲ ପୁରା ଫୁଟି ନାହିଁ, ପୁରା ଦର ଫୁଟା ହେଇକି ରହିଛି। ଆଉ ଟିକେ ଫର୍ଚା ମାନେ ଦିନ ହେଇଗଲେ ଫୁଲ ଖୁଲିଯିବ। ଆଉ ସକାଳୁ ଫୁଲ ଗଛରେ ଫୁଲ ଦେଖିବାକୁ କେତେ ସୁନ୍ଦର ଲାଗେ। ଆଉ ଆପଣ ମାନେ ତ ଜାଣିଛନ୍ତି ନିହାତି। ଚାଲନ୍ତୁ ବର୍ତ୍ତମାନ ସବୁ ଫୁଲ ତୋଳି ନବା। ତ ବର୍ତ୍ତମାନ ଦେଖନ୍ତୁ ବର୍ତ୍ତମାନ ଏଇଟା ଲାଷ୍ଟ ଫୁଲ। ତୋଳି ନବା ଗଛରେ ସବୁ ଫୁଲ ତୋଳି ଗୋଟେ ଫୁଲ ମୁଁ ଛାଡି ଦେଇଛି। ଚାଲନ୍ତୁ ବର୍ତ୍ତମାନ ଆମର ଟଗର ଫୁଲ, ଦୁଦୁରା ଫୁଲ ଆଉ କିଛି ମନ୍ଦାର ଫୁଲ ତୋଳା ଯାଇଥିଲା। ଆଉ ମୁଁ କିଛି ତୋଳି ନେଲି ଫୁଲ। ଦେଖନ୍ତୁ ଇଏ ଆଉ କିଛି ଫୁଲ ଦେଖନ୍ତୁ ଦୁଦୁରା ଫୁଲ ରହିଥିଲା ଗଛରେ। ଧଳା ମନ୍ଦାର ଆଉ କନିଅର ଫୁଲ କିଛି ଥିଲା। ସବୁ ଦେଖନ୍ତୁ ସବୁ ପ୍ରକାର ମିକ୍ସ ଫୁଲ କେତେ ସୁନ୍ଦର ଲାଗୁଛି ଆପଣ ମାନଙ୍କୁ ଦେଖଉଛି। ଆଉ ସେ ପାଖରେ ରହିଛି ଆମର ହଳଦୀ କନିଅର, ବିଦେଶୀ କନିଅର। ଚାଲନ୍ତୁ ବର୍ତ୍ତମାନ ଆମର ସବୁ ପ୍ରକାର ମିକ୍ସ ଫୁଲ ଆଜି ବହୁତ ଫୁଲ ଦରକାର ଅଛି। ଆପଣ ମାନଙ୍କୁ ଦେଖଉଛି ସବୁ ପ୍ରକାର ମିକ୍ସ କରାଯାଇଛି ଫୁଲ ଆଉ ବାଡିରେ ସବୁ ପ୍ରକାର ଗଛ ଲଗା ଯାଇଛି ଟଗର, ଦୁଦୁରା, ମନ୍ଦାର, କନିଅର। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଫୁଲ ସବୁ ତୋଳା ଯାଇଛି। ଚାଲନ୍ତୁ ବର୍ତ୍ତମାନ ମାଙ୍କ ଉପରେ ଆମର ଯୋଉ ମନ୍ଦିର ଉପରେ ଯୋଉ ଆମର ବାନା ଲଗାଯିବ ନୂଆ ବାନା ଆଜି ଗୋଟେ ଲଗାଯିବ ମାଦଳ ରହିଛି ସମସ୍ତେ ବଜେଇବେ। ଆଉ ପୂଜାରେ ସମସ୍ତେ ବ୍ୟସ୍ତ ଅଛନ୍ତି ବ୍ରାହ୍ମଣ ମଧ୍ୟ ଆସି ସାରିଲେଣି ସବୁ ଯୋଗାଡ଼ ଯନ୍ତ୍ର କଲେଣି। ବର୍ତ୍ତମାନ ଆମର ମନ୍ଦିର ଉପରକୁ ଚଢିଯିବେ। ଆଉ ସିଢି ପଡି ସାରିଛି। ତାଙ୍କର ନୂଆ ପତାକା ଆସିଛି ଆଉ ସବୁ ଯୋଗାଡ଼ ଯନ୍ତ୍ର ଚାଲିଛି। ଆଉ ମନ୍ଦିର ଉପରକୁ ଯିବେ ଆଉ ପତାକା ବାନ୍ଧିବେ। ଦେଖନ୍ତୁ ମନ୍ଦିର ଉପରେ ଯାଇ ସାରିଲେଣି ପତାକା ବାନ୍ଧିବା ପାଇଁ। ଦେଖନ୍ତୁ ବର୍ତ୍ତମାନ ସମସ୍ତେ ଆସି ସାରିଲେଣି ବ୍ରାହ୍ମଣ ମଧ୍ୟ ଆସି ସାରିଲେଣି ଯେତିକି କଳସ ବୁଡେଇବେ ସମସ୍ତେ ଆସି ବସି ସାରିଲେଣି। ବର୍ତ୍ତମାନ ଆମର ସଂକଳ୍ପ କାର୍ଯ୍ୟକ୍ରମ ଆରମ୍ଭ ହବ। ସମସ୍ତେ ବସି ସାରିଲେନି ଗୋଟେ ଗୋଟେ ନୋଟା ଧରିକି ସଂକଳ୍ପ କାର୍ଯ୍ୟକ୍ରମ ଆରମ୍ଭ ହବ ଯେତେ ସାରା ଲୋକମାନେ ଆମର କଳସ ବୁଡେଇବେ। ଚାଲନ୍ତୁ ବର୍ତ୍ତମାନ ଯିବା ଆଗକୁ କଣ ସବୁ ହଉଛି ଦେଖିବା। ଏଠି ରୋଷେଇ କରୁଛନ୍ତି ଦେଖନ୍ତୁ ଲୋକମାନେ ଖାଇବେ ଆସିକି। ରୋଷେଇ ମାନେ ଆସିକି ରୋଷେଇ କଲେଣି। ଆଉ ଚାଲନ୍ତୁ ଦେଖିବା ବର୍ତ୍ତମାନ ଆଗକୁ କଣ ସବୁ ହଉଛି ମାଙ୍କର ଆୟୋଜନ ଚାଲିଛି। ହଉ ଦେଖନ୍ତୁ କୁଣ୍ଡ ସବୁ ସଜା ସରିଛି ଆପଣ ମାନଙ୍କୁ ମୁଁ ତ ସକାଳୁ ଦେଖେଇଥିଲି। ଫାଙ୍କା ସବୁ ଥିଲା ଆଉ ବ୍ରାହ୍ମଣ ମାନେ ସବୁ ଆୟୋଜନ କରିସାରିଲେଣି। ଆଉ ଆଉ ସେଠି ସଂକଳ୍ପ ଚାଲିଛି ବର୍ତ୍ତମାନ। ଆଉ କଳସ ଆମର ବ୍ରାହ୍ମଣ ମାନେ ବସିଛନ୍ତି ଦେଖନ୍ତୁ। ଓମ୍ ନମୋ ପୂଜା ପାଠ କରୁଛନ୍ତି। ମଙ୍ଗଳଂ ପାର୍ବତୀ ନାଥ ମଙ୍ଗଳାୟ ତନୁ ପାଖରେ ଯଜ୍ଞ ଲାଗି ସାରିଲାଣି ବର୍ତ୍ତମାନ ଅପରାହ୍ନ ହେଇସାରିଲାଣି। ଆଉ ଆମର ମାଙ୍କର ପୂଜା ମଧ୍ୟ ଅଧା ହୋଇସାରିଲାଣି। ଆଉ ଆପଣ ମାନଙ୍କୁ ମୁଁ ଦେଖଉଛି ଦେଖନ୍ତୁ ଯଜ୍ଞ ମଧ୍ୟ ଲାଗି ସାରିଲାଣି। ଆଉ ଆଗକୁ ସବୁ କଣ ସବୁ ହବ ଆପଣ ମାନଙ୍କୁ ଏଇ ଭିଡିଓରେ ମୁଁ ଦେଖେଇବି। ମାଙ୍କର ଆଜି ଯଜ୍ଞ ଆଉ ଚଣ୍ଡିପାଠ ଆରମ୍ଭ ହେଇଛି।
ଆଉ ଦେଖନ୍ତୁ ବର୍ତ୍ତମାନ ମାଙ୍କ ପାଖରେ ଆମର ଆହୁତି ସବୁ ଲଗାଯାଉଛି। ଆଉ ସବୁ କିଛି ଦେଖିବେ ଏଇ ଭିଡ଼ିଓରେ। ଯେଉଁମାନେ ସଂକଳ୍ପ କରିଥିଲେ, କଳସ ଆଣିଥିଲେ, ସେମାନେ ବସିଛନ୍ତି। ଆଉ ଲୋକମାନେ ମଧ୍ୟ ସବୁ ବସି ଦେଖୁଛନ୍ତି। ବ୍ରାହ୍ମଣ ବସିକି ଆମର ପୂଜା ପାଠ ଚଣ୍ଡୀ ପାଠ କରୁଛନ୍ତି। ସମସ୍ତେ ଆହୁତି ମଧ୍ୟ ଦଉଛନ୍ତି। ଆଉ ସମସ୍ତେ ମାଙ୍କ ପାଖରେ ଏକଜୁଟ ହେଇ ବସିକିରି ମାଙ୍କୁ ସ୍ମରଣା କରୁଛନ୍ତି। ଚାଲନ୍ତୁ ଆଗକୁ ଯିବା। କଣ ସବୁ ହଉଛି ଆପଣ ମାନଙ୍କୁ ତ ସବୁ ଏଇ ଭିଡିଓରେ ଦେଖେଇବି। ଚାଲନ୍ତୁ। ବର୍ତ୍ତମାନ ଦେଖନ୍ତୁ କେତେ ସାରା ଲୋକ ଆସି ବସିଛନ୍ତି। ସମସ୍ତେ ମାଙ୍କୁ ଯୋଉ ଆହୁତି ଦିଆଯାଉଛି ସମସ୍ତେ ପ୍ରଣାମ କରୁଛନ୍ତି। ମୁଁ ଆପଣ ମାନଙ୍କୁ ସବୁ ଦେଖଉଛି, ଦେଖନ୍ତୁ କୋଉଭଳି ଭାବରେ। ଫ୍ରେଣ୍ଡସ୍, ବର୍ତ୍ତମାନ ମାଙ୍କ ପାଖରେ ଆହୁତି ଦିଆ ହଉଛି। ଆଉ ଲୋକମାନେ ବସିଛନ୍ତି କୋଉଭଳି ଭାବରେ ଦେଖନ୍ତୁ। ମାଙ୍କ ପାଖରେ ଆହୁତି ସବୁ ଦିଆଯାଉଛି। ଆଉ ଲୋକମାନେ ପ୍ରସାଦ ଖାଇବେ ମାଙ୍କର ପୂଜା ସରିଲା ପରେ। ବର୍ତ୍ତମାନ ଆମର ଆହୁତି ଦିଆ ଚାଲିଛି। ଆଉ ଯୋଉମାନେ ସଂକଳ୍ପ କରିଥିଲେ ଆଉ ଯୋଉମାନେ କଳସ ଆଣିଥିଲେ ସେଇମାନେ ମଧ୍ୟ ବସିଛନ୍ତି ମାଙ୍କ ପାଖରେ। ଆଉ ସବୁ ବାହିରେ ବସିଛନ୍ତି। ସମସ୍ତେ ପ୍ରଣାମ କରୁଛନ୍ତି। ଆହୁତି ଦିଆଯାଉଛି। ଚାଲନ୍ତୁ ବର୍ତ୍ତମାନ ମୁଁ ଆପଣ ମାନଙ୍କୁ ଦେଖଉଛି ସବୁ କିଛି। ବର୍ତ୍ତମାନ ତ ରାତି ହେଇସାରିଛି। ଆଉ ଦିନରେ କଣ ସବୁ ହେଲା ଆପଣ ମାନଙ୍କୁ ତ ସବୁ ଦେଖେଇଲି। ବର୍ତ୍ତମାନ ରାତି ହେଇସାରିଲାଣି। ମାଙ୍କର ପୂଜା ବର୍ତ୍ତମାନ ସରି ଆସିଲାଣି। ଆଉ କିଛି ବର୍ତ୍ତମାନ ବାକି ରହିଛି ମାଙ୍କର ପୂଜା। ବର୍ତ୍ତମାନ ଆହୁତି ଦିଆ ଚାଲିଛି ଆଉ ପୂଜା ପାଠ ମଧ୍ୟ ଚାଲିଛି। ଚାଲନ୍ତୁ ବର୍ତ୍ତମାନ ଆପଣ ମାନଙ୍କୁ ସବୁ ଦେଖେଇବି ଏଇ ଭିଡିଓରେ। ଆଗକୁ ସବୁ କଣ ହବ ବର୍ତ୍ତମାନ ଚାଲନ୍ତୁ ଦେଖନ୍ତୁ। ବର୍ତ୍ତମାନ ମା ଆସିବେ, ପ୍ରସନ୍ନ ହେବେ। ଚାଲନ୍ତୁ ବର୍ତ୍ତମାନ ଦେଖେଇବି ସବୁ ଏଇ କିଛି ଏଇ ଭିଡିଓରେ। ଫ୍ରେଣ୍ଡସ୍, ବର୍ତ୍ତମାନ ଆମର ଯଜ୍ଞ ପାଠ ସରି ସାରିଲାଣି। ଆଉ ବର୍ତ୍ତମାନ ଆମର ଯୋଉ ପୂର୍ଣ୍ଣାବତୀ ଦିଆଯାଉଛି। ଆଉ ଚାଲନ୍ତୁ ବର୍ତ୍ତମାନ ଆମର ଯୋଉ ନଡିଆ ଯୋଉ ଯଜ୍ଞରେ ଦିଅନ୍ତି। ଆଉ ବର୍ତ୍ତମାନ ଆମର ବ୍ରାହ୍ମଣ ବର୍ତ୍ତମାନ ନଡିଆ ଯଜ୍ଞରେ ଦେବେ, ପୂର୍ଣ୍ଣାବତୀ କରିବେ। ଆଉ ଯଜ୍ଞ ସବୁ ସରି ସାରିଲାଣି। ଚାଲନ୍ତୁ ବର୍ତ୍ତମାନ ସମସ୍ତେ ଆଉ ଠିଆ ହେଇ ସାରିଲେଣି। ତାପରେ ଆମର ଯଜ୍ଞରେ ନଡିଆ ସବୁ ଯେତିକି ଆଣିଛନ୍ତି ଭକ୍ତମାନେ ସବୁ ନଡିଆ ଦିଆଯିବ। ପୂର୍ଣ୍ଣାବତୀ ଦିଆଗଲା। ଆଉ ତାପରେ ଯଜ୍ଞ ହେଇସାରିଲା ପରେ ଲାଷ୍ଟରେ ଆଳତି କରାଯିବ। ଚାଲନ୍ତୁ ଆଗକୁ କଣ ସବୁ ହବ ଆପଣ ମାନଙ୍କୁ ସବୁ କିଛି ଦେଖେଇବି ଏଇ ଭିଡିଓରେ। ଚାଲନ୍ତୁ। ଫ୍ରେଣ୍ଡସ୍, ବର୍ତ୍ତମାନ ଆମର ତ ପୂର୍ଣ୍ଣାବତୀ ଦିଆ ସରିଗଲା ମାଙ୍କ ଯଜ୍ଞରେ। ଆଉ ବର୍ତ୍ତମାନ ଆମର ଲାଷ୍ଟ ହେଇସାରିଲାଣି। ଆଉ ଆମର ବର୍ତ୍ତମାନ ରହିଛି ଆଳତି। ଆଉ ମା ବର୍ତ୍ତମାନ ଆସିବେ, ପ୍ରସନ୍ନ ହେବେ। ଆଉ ଯଜ୍ଞରେ କଣ ଭୁଲ କଣ ଠିକ ରହିଛି ସେ କହିବେ ପ୍ରସନ୍ନ ହୋଇ। ଆଉ ଚାଲନ୍ତୁ ବର୍ତ୍ତମାନ ମୁଁ
ଭିଡ଼ିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର ମଧ୍ୟ କରିବେ। ଆଉ ଭିଡ଼ିଓଟି ଭଲ ଲାଗୁଥିଲେ ଭିଡ଼ିଓଟି କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଚାଲନ୍ତୁ ବର୍ତ୍ତମାନ ଆମର ମାଆଙ୍କର ଯଜ୍ଞ ପାଠ ତ ଶେଷ ହୋଇସାରିଲାଣି। ଚାଲନ୍ତୁ ଆଉ କିଛି ବାକି ରହିଛି ଆପଣମାନଙ୍କୁ ଦେଖାଇଦେବି। ଆଉ ଦେଖାଇ ସାରିଲା ପରେ ଭିଡ଼ିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଆଉ ଯେହେତୁ ଏ ଭିଡ଼ିଓଟି ମାଆଙ୍କ ପାଖରେ ଆମର ଯେଉଁ ହେଉଛି ଚଣ୍ଡୀ ଆଉ ଯଜ୍ଞ, ସେ ମାଆଙ୍କ ଇଏରେ ଆପଣମାନଙ୍କୁ ଦେଖାଉଛି। ତେଣୁକରି ମାଆଙ୍କ ପାଇଁ ଗୋଟେ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ ମଧ୍ୟ କରିବେ। ଚାଲନ୍ତୁ ଆଉ କିଛି ଭିଡ଼ିଓରେ ରହିଛି ଆପଣମାନଙ୍କୁ ଦେଖେଇକି ଭିଡ଼ିଓଟିକୁ ଲାଷ୍ଟ କରିଦେବା। ଚାଲନ୍ତୁ। ତ ଦେଖନ୍ତୁ ବର୍ତ୍ତମାନ ସାଙ୍ଗମାନେ ଯେଉଁମାନେ କଳସ ଆଣିଥିଲେ ମାଆଙ୍କର ଆଉ ଯଜ୍ଞରେ ଯେଉଁ ସଂକଳ୍ପ କରିଥିଲେ ସେମାନେ ସମସ୍ତେ ଆହୁତି ଦେବେ ଆମର ଯଜ୍ଞରେ। ବ୍ରାହ୍ମଣ ମାନେ ତାଙ୍କୁ କହୁଛନ୍ତି ସମସ୍ତେ ଆସି 2 ଜଣ ଯେଉଁ କଳସ ଆଣିଥିଲ ସ୍ୱାମୀ ସ୍ତ୍ରୀ ସେମାନେ ଆହୁତି ଦେବ। ଆଉ କିଛି ରହିଯାଇଛି ଆମର ରହିଛି ଲାଷ୍ଟ ରହିଛି ଆମର ଆଳତି ଦେଖେଇବି ଆପଣମାନଙ୍କୁ। ଚାଲନ୍ତୁ। ବର୍ତ୍ତମାନ ମାଆଙ୍କର ଆଳତି ହେଉଛି ଆଉ ସମସ୍ତେ ମାଦଳ ଝାଞ୍ଜ କୁବୁଛି ଘଣ୍ଟା ମଧ୍ୟ ବଜୁଛନ୍ତି। ମାଆଙ୍କ ପାଖରେ ବର୍ତ୍ତମାନ ଆଳତି ହେଉଛି ଆଉ ଭିଡ଼ିଓଟି ଆମେ ଶେଷ କରି ଆସୁଛୁ। ଆଉ ଆପଣମାନଙ୍କୁ କ'ଣ କହିବି, ଆଉ ମାଆଙ୍କ ଭିଡ଼ିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଯେହେତୁ ମାଆଙ୍କ ପାଖରେ ଆମର ଯଜ୍ଞ ପାଠ ଆଜି କାର୍ଯ୍ୟକ୍ରମଟି ହୋଇଛି। ଆଉ ବର୍ତ୍ତମାନ ପୂଜା ଶେଷରେ ଆମର ମାଆଙ୍କୁ ଆଳତି କରାଯାଉଛି। ଆଉ ଚାଲନ୍ତୁ ବର୍ତ୍ତମାନ ଆଳତି ସମସ୍ତେ ପାଇନେବେ। ମାଆଙ୍କୁ ଆଳତି କରାଯାଉଛି ବର୍ତ୍ତମାନ। ତ ବର୍ତ୍ତମାନ ଆମର ଯଜ୍ଞ ପାଠ ସରିସାରିଛି। ସମସ୍ତେ ପ୍ରସାଦ ପାଇକି ଯିବେ। ଦେଖନ୍ତୁ ବର୍ତ୍ତମାନ ଆମର ରେଡି ହେଇସାରିଲାଣି, ସବୁ ବ୍ରାହ୍ମଣ ମାନେ ନେଇଯିବେ ତାଙ୍କ ଜିନିଷ। ଆଉ ବର୍ତ୍ତମାନ ଆମର ଯଜ୍ଞ ପାଠ ତ ଲାଷ୍ଟ ହେଇସାରିଲାଣି। ଚାଲନ୍ତୁ ଭିଡ଼ିଓଟିକୁ ଆମେ ଏଇଠୁ ଶେଷ କରିଦେବା। ଆଉ ଭିଡ଼ିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଚାଲନ୍ତୁ ବର୍ତ୍ତମାନ ଆମର ଭିଡ଼ିଓଟି ଏଇଠି ଲାଷ୍ଟ କରିଦେବା। ରହିଲୁ। ଜୟ ଜଗନ୍ନାଥ, ଜୟ ମା ଦୁର୍ଗା।